हेलो हाय नमस्कार ମୁଁ ଆପଣଙ୍କୁ ଅଭିକରଣ ମିଷ୍ଟର ଶଙ୍କର କହିଛି ଆପଣଙ୍କୁ ଆପଣଙ୍କ ଚ୍ୟାନେଲ ଆଜ୍ଞା ମିଷ୍ଟର ଶଙ୍କରକୁ ତ ନିହାତି ମାତ୍ରାରେ ବହୁତ କମ୍ ଟାଇମ୍ ଭିତରେ ଆଜ୍ଞା ଅର୍ଜୁନଙ୍କର ନୂଆ ମୁଭି ଯେଉଁ ମୁଭିଟା ଦଶହରା ଉପଲକ୍ଷେ ଆଜ୍ଞା ରିଲିଜ୍ ହେବାର ଥିଲା ତାର ଅଫିସିଆଲ ଭାବରେ ଆଜ୍ଞା ଆନାଉନ୍ସମେଣ୍ଟ ହେବାର ଥିଲା ଯେ ଟାଇଟେଲଟା କ'ଣ ହେବା ପାଇଁ ଯାଉଛି 2 ଦିନ ତଳେ ଫାଷ୍ଟ କହିଲେ ଯେ ଟାଇଟେଲ ଆନାଉନ୍ସମେଣ୍ଟ ହେବା ପାଇଁ ଯାଉଛି କାଲି ଗୋଟେ ବ୍ୟାକ୍ ସାଇଡ଼୍ର ଗୋଟେ ପୋଷ୍ଟ କରିକି ସେ ଫଟୋ କହିଲେ ତାଙ୍କର ମୁଭିର ଯେ ମୁଭିର ନାଁଟା କ'ଣ ଅଛି କାଲି ଅଫିସିଆଲ ଭାବରେ ଟୁମୋରୋ ରିଭିଲ୍ ହେବା ପାଇଁ ଯାଉଛି ମୁଭିର ଟାଇଟେଲଟା କ'ଣ ହେବା ପାଇଁ ଯାଉଛି ତ ଅଫିସିଆଲ ଭାବରେ ଆଜି ସେଇ ଡେଟ୍ ଯେଉଁ ଡେଟ୍ରେ ଆଜି ଆନାଉନ୍ସମେଣ୍ଟ ହେବାର ଥିଲା ମୁଭିର ଟାଇଟେଲ କ'ଣ ଅଛି ଜଣା ତ ପଡ଼ିଗଲା ମୁଭିର ଟାଇଟେଲ କ'ଣ ଅଛି ବୁଝିଲେ ନା ତ ବହୁତ ଗୁଡ଼ାଏ ଜିନିଷକୁ ନେଇକି ଟାଇଟେଲଟା ଆଜ୍ଞା ବହୁତ ଭୟାନକ ମାନେ ହେବା ପାଇଁ ଯାଉଛି ବହୁତ ସାରା ରହସ୍ୟମୟ ଜିନିଷ ମଧ୍ୟ ଅଛି ଏଇ ମୁଭିକୁ ନେଇକି ଆଉ ମୋର ଟାଇଟେଲକୁ ନେଇକି ତ ସବୁ କିଛି ଜିନିଷ ଭିତରେ ଆମେ ପର୍ଦ୍ଦାଫାଶ କରିବା ସବୁ ବିଷୟବସ୍ତୁ ଉପରେ ଆମେ କଥାବାର୍ତ୍ତା ହେବା ଭିଡ଼ିଓ ମାଧ୍ୟମରେ ତ ଭିଡ଼ିଓକୁ ଫୁଲ୍ ଟୁ ୱାଚ୍ କରନ୍ତୁ ତେବେ ଆପଣମାନେ ସଠିକ୍ ତଥ୍ୟରେ ଆଜ୍ଞା ସଠିକ୍ ଉତ୍ତର ପାଇଦେବେ ଆଉ ଭିଡ଼ିଓକୁ ଲାଇକ୍ କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେଇକି ପାଖରେ ଥିବା ନୋଟିଫିକେସନ୍ କରିକି ମୋ ଦୋକାନରେ କ୍ଲିକ୍ କରିକି ଭିଡ଼ିଓ ପୁରା ସେୟାର କରନ୍ତୁ ଆଉ ଫେସବୁକ୍ ପେଜ୍ ମଧ୍ୟ ଫଲୋ କରିଦିଅନ୍ତୁ କାହିଁକି ନା ବହୁତ ଗୁଡ଼ାଏ ମାନେ ଅଲଗା ଟାଇପ୍ର ଜିନିଷ ଯେଉଁ ଜିନିଷଟା ବର୍ତ୍ତମାନ ଆମର ଇଣ୍ଡଷ୍ଟ୍ରିରେ ଚାଲିଛି ତାକୁ ରିଭିଲ୍ କରିବା ପାଇଁ ଯାଉଛି ମୁଁ ଏଇ ଭିଡ଼ିଓ ମାଧ୍ୟମରେ ତ ସମସ୍ତେ ଜାଣନ୍ତୁ ଶୁଣନ୍ତୁ ଦେଖନ୍ତୁ ତାପରେ ଆପଣଙ୍କର କ'ଣ ପର୍ସନାଲ୍ ଓପିନିଅନ୍ ଅଛି ପ୍ଲିଜ୍ କମେଣ୍ଟ ମାଧ୍ୟମରେ ଜଣାଇବେ ତ ଚାଲନ୍ତୁ ଭିଡ଼ିଓକୁ ଫୁଲ୍ ପେଜ୍ରେ ଆଜ୍ଞା ଷ୍ଟାର୍ଟ କରିବା ତ ନିହାତି ମାତ୍ରାରେ କହିଦେବା ପାଇଁ ଚାହୁଁଛି ନିହାତି ମାତ୍ରାରେ ଦେଖନ୍ତୁ ଚଳିତ ବର୍ଷର ଦଶହରା ଉପଲକ୍ଷେ କେବଳ ଗୋଟିଏ କି ଦୁଇଟା ବଡ଼ ବଡ଼ ମୁଭି ଆଜ୍ଞା ରିଲିଜ୍ ହେଉନି ପାଖାପାଖି 4ରୁ 5ଟା ଆଜ୍ଞା ବଡ଼ ବଡ଼ ମୁଭି ରିଲିଜ୍ ହେଉଛି ଯେଉଁ ମୁଭି ଗୁଡ଼ା ଦଶହରା ହିଁ ଆସିବ ତ ବହୁତ ବଡ଼ ଜିନିଷ ଆଜ୍ଞା ଚାଲିଛି ମାନେ କହିବା ପାଇଁ ଗୋଟେ ଏଠି ବଡ଼ ବଡ଼ ସୁପରଷ୍ଟାର ମାନେ ମଧ୍ୟ ଯେଉଁମାନଙ୍କର ଫିଲ୍ମ ରିଲିଜ୍ ହେଲା ମାନେ ଦର୍ଶକମାନେ ମାଡ଼ି ଯାଆନ୍ତି ସିନେମା ହଲ୍କୁ ଦେଖିବା ପାଇଁ ସେମାନେ ବି ଏ ବର୍ଷ ସଂଘର୍ଷ କରିବା ପାଇଁ ମାନେ ପଡ଼ିବ ତାଙ୍କୁ ବି କାହିଁକିନା ଦେଖନ୍ତୁ ସେଇଭଳିଆ ସିନାରିଓ ସେଇଭଳିଆ ଜିନିଷ କ୍ରିଏଟ୍ ହେବା ପାଇଁ ଯାଉଛି ଚଳିତ ବର୍ଷ ଦଶହରା ଉପଲକ୍ଷେ ଓଡ଼ିଆ ଟିମ୍ ବୁଝିଲେ ନା ତ ଦେଖନ୍ତୁ ଅର୍ଜୁନଙ୍କର ନୂଆ ମୁଭିର ଟାଇଟେଲ ଗେମ୍ ଓଭର ତ ସେ କାହାର ଗେମ୍କୁ ଆଜ୍ଞା ଓଭର କରିବେ ଏଇ ଟାଇଟେଲର ମିନିଂଟା ଆଜ୍ଞା କ'ଣ ଅଛି ସେଇଟା ତ ଫିଲ୍ମ ଦେଖିଲେ ଜଣାପଡ଼ିବ ଯେ ଫିଲ୍ମର ଆଜ୍ଞା ବିଷୟବସ୍ତୁ କେଉଁ ପରିକା ଅଛି ତା ସହିତ ସେଟା ତ ରହିଲା ରିଅଲ୍ ଲାଇଫ୍ ଆଉ ରିଅଲ୍ ଲାଇଫ୍ରେ ମଧ୍ୟ ସେ କାହା ନା କାହା ଆଜ୍ଞା ଗେମ୍ ଓଭର କରିବା ପାଇଁ ଆଜ୍ଞା ଲାଗି ପଡ଼ିଛନ୍ତି ତ ଦେଖନ୍ତୁ କହିବା କଥା ନୁହେଁ ହେଲେ ବି କହିଦେଉଛି କର୍ମ ଯେବେଠୁ ଆସିଛି ସେବେଠୁ ଗୋଟେ ପରେ ଗୋଟେ ଆଜ୍ଞା ଜିନିଷ ଏଇ ଟାଇପ୍ର ହିଁ ହେଉଛି ବୁଝିଲେ ନା ଆଉ କିଛି ଜିନିଷ ବି ମୁଁ କହିବି ତ ଦେଖନ୍ତୁ କର୍ମ ଆସିଲା ଯେତେବେଳେ ଭିଲେନ୍ ମୁଭି ଅର୍ଜୁନ ନେଇକି ଆସିଲେ ନୋ ଡାଉଟ୍ କର୍ମର ଫଳ କର୍ମ ମୁଭି ପାଇଲା ଆଜ୍ଞା ବକ୍ସ ଅଫିସରେ ସୁପର ଡୁପର ହିଟ୍ ହେଇକି ବ୍ଲକବାଷ୍ଟର ହେଇକି ବାହାରିଗଲା ଭିଲେନ୍ ତ କେଉଁ ଭଳିଆ ଚାଲିଲା ଆପଣମାନେ ନିହାତି ଭାବରେ ଜାଣିଥିବେ ହେଲେ ଅର୍ଜୁନଙ୍କର ଦର୍ଶକମାନଙ୍କ ପ୍ରତି ଯେଉଁ ଭଲ ପାଇବାଟା ରହିଛି ପ୍ରତ୍ୟେକ ବର୍ଷ ଫେଷ୍ଟିଭାଲରେ ଗୋଟେ ଗୋଟେ ବଡ଼ ବଡ଼ ମୁଭି ନେଇକି ଆସୁଛନ୍ତି ଅର୍ଜୁନକୁ ସେଇଟା ହେଉଛି ବଡ଼ କଥା ହେଲେ ମାନେ ସବୁବେଳେ ଟ୍ରାସ୍ କରିବାଟା ଆଜ୍ଞା ଠିକ୍ ନୁହେଁ ତାଙ୍କର ମୁଭିର ବି ଆଜ୍ଞା ବଜେଟ୍ ବି ବାହାରୁନଥିବ ଗୋଟେ ମୁଭିର ବଜେଟ୍ ବି ଆଜ୍ଞା ବାହାରୁନଥିବ ହେଲେ ବି ଲସ୍ ହେବା ପରେ ବି ସେ ଆଜ୍ଞା ଗୋଟେ ପରେ ଗୋଟେ ଆଜ୍ଞା ଏଇଭଳିଆ ଡିସିସନ୍ ନେଇଯାଉଛନ୍ତି ସେଟା ତାଙ୍କ ଉପରେ ରହିଲା କଥା ତାଙ୍କ ପଇସା ତାଙ୍କ ମୁଭି ହେଲେ କଥାଟା ଦେଖି କହୁଛି କର୍ମ ମୁଭି ଯେତେବେଳେ ଆଜ୍ଞା ଆସିଥିଲା ଭିଲେନ୍ ମଧ୍ୟ ଆସିଥିଲା ତାପରେ ଆସିଲା କର୍ମ ମୁଭି ପରେ ଆସିଲା ବହୁତ ଭୂତ କାହିଁ ସେତେବେଳେ ତ ତାଙ୍କର ମୁଭି ଗୋଟେ ଆଣିଲେନି ସେମାନେ ଓହୋ ସେତେବେଳେ ବାବୁସାନ ଭାଇଙ୍କର ତାଙ୍କର ଗୋଟେ ମାନେ ଭଲ ବଣ୍ଡିଙ୍ଗ ଅଛନ୍ତି ଆଉ ଅନୁଭବ ଭାଇଙ୍କ ସାଙ୍ଗରେ ଭଲ ବଣ୍ଡିଙ୍ଗ ତାଙ୍କର ନାହିଁ ଯେଉଁଥିପାଇଁ ସେ ତାଙ୍କର ଗୋଡ଼ ଟାଣିବା ପାଇଁ ଗୋଟେ ପରେ ଗୋଟେ ଆଜ୍ଞା ଷ୍ଟେପ୍ ଆଣୁଛନ୍ତି ମୁଭି ଆଣିବାର ଆଜ୍ଞା କିଛି ଅସୁବିଧା ନାହିଁ ହେଲେ ଏଇଭଳିଆ କ୍ଲାସ୍ କରିକି ଆଜ୍ଞା ଆଣୁଛନ୍ତି ଯେ ତାଙ୍କର ତ ମୁଭି ଆଜ୍ଞା ଲସ୍ ହେଉଛି ତାଙ୍କର ମୁଭିର ଆଜ୍ଞା ହ୍ୟାମ୍ପର ହେଉଛି ବିଜନେସ୍ରେ ତା ସହିତ ଅଲଗା ମୁଭିର ବି ଆଜ୍ଞା ବିଜନେସ୍ ହ୍ୟାମ୍ପର ହେଉଛି ବୁଝିଲେ ନା ତ ସେଇଟା ରହିଲା ବହୁତ ଭୂତ ଯେତେବେଳେ ଆସିଲା ତାଙ୍କର ଗୋଟେ ହେଲେ ବି ଆଜ୍ଞା ମୁଭି ଆସିଲାନି ତାପରେ ଚାରିଧାମ ଆସିଲା ଆଜ୍ଞା ଚାରିଧାମ ଯେତେବେଳେ ଆସିଲା ସେତେବେଳେ ଚ୍ୟାଲେଞ୍ଜ ବୋଲି ଗୋଟେ ମୁଭି ନେଇକି ଆସିଲେ ଯେଉଁ ମୁଭିଟା ଆଜ୍ଞା ଅବଶ୍ୟ ତାର ଡାଇରେକ୍ସନ୍ ବହୁତ ବଢ଼ିଆ ଥିଲା କାହିଁକିନା ସାଇ କିରଣ ମଙ୍ଗରାଜ ତାର ଡାଇରେକ୍ସନ୍ ଭଲ ଆଜ୍ଞା ସମ୍ଭାଳିଥିଲେ ବହୁତ ଭଲ ଭାବରେ ଗୋଟେ ଆଉଟପୁଟ୍ ଆଣିଥିଲେ ଏବେ ଦେଖନ୍ତୁ ଗୋଟେ ବଡ଼ ସୁପରଷ୍ଟାର ଆସୁଛନ୍ତି ତାଙ୍କର ବର୍ଷରେ ଥରେ ଆଜ୍ଞା ଗୋଟେ ମୁଭି ନେଇକି ସେ ଆସୁଛନ୍ତି ଗୋଟେ କି ଦୁଇଟା ସେଇ ଟାଇପ୍ରେ ହିଁ ଆପଣମାନେ ବି ଯଦି ମୁଭି ନେଇକି ଆସିବେ ତ ସେଇ ସୁପରଷ୍ଟାରଟା ଆଜ୍ଞା କି କରିବ ସିଏ କେତେ ସଂଘର୍ଷ କରି କରି ମାନେ ବହୁତ କିଛି ସେ କରିଛନ୍ତି ଫିଲ୍ମ କ୍ୟାରିୟର ମାନେ ଭିତରେ ତ ଏବେ ବି ସେ ଯଦି ସଂଘର୍ଷ କରିବେ ତ ଏଇଟା ଆଜ୍ଞା ଠିକ୍ କଥା ନୁହେଁ ବୁଝିଲେ ନା ଥରେ ଦୁଇଥର ହେଲା ସେଟା ଗୋଟେ ଅଲଗା କଥା ଏବେ ପୁଣି ବାରମ୍ବାର ସେଟା ଚାରିଧାମ ଟାଇମ୍ରେ ଥିଲା ଚାରିଧାମ ପରେ ଆସିଲା ଆପଣଙ୍କର ଛକି ସୁନରେ ଦେଖନ୍ତୁ ଆସିଲା ପରେ ଡାଏରୀ ନେଇକି ପଳେଇ ଆସିଲେ ମାନେ 6 ମାସ ଭିତରେ ଡାଏରୀ ନେଇକି ପଳେଇ ଆସିଲେ ଆଜ୍ଞା ମାନେ ସେତେବେଳେ ବି ଦେଖନ୍ତୁ କର୍ମ ବେଳେ ବି କ୍ଲାସ୍ ତାପରେ ଚାରିଧାମ ବେଳେ ବି କ୍ଲାସ୍ ତାପରେ ଆପଣଙ୍କର ଛକି ସୁନ ବେଳେ ବି କ୍ଲାସ୍ ବୁଝିଲେ ନା ପାଖାପାଖି 2 ବର୍ଷ ମଧ୍ୟରେ ହିଁ 3ଟା ମୁଭି ଅର୍ଜୁନ ନେଇକି ଆସିଲେ
କାହିଁ ବହୁତ ଭୂତ ଟାଇମ୍ରେ ତ ଆଣିଲେନି ଗୋଟେ ମୁଭି ସେତେବେଳେ ଯଦି ଆଣିଥାନ୍ତେ ତ ମୁଁ ଭାବିଥାନ୍ତି ଯେ ତାଙ୍କ ମନର ହୃଦୟରେ ଆଜ୍ଞା କିଛି ନୁହେଁ ସେ ଗୋଟେ ମାନେ ଦିଲର ଖୋଲା ଲୋକ ଆଜ୍ଞା। ହେଲେ ଦେଖନ୍ତୁ ବାବୁସାନ ଆସିଲା ବେଳେ ଆଣିଲା ନାହିଁ ହେଲେ ଅନୁଭବ ଭାଇ ଯେତେବେଳେ ଆସୁଛନ୍ତି ସେତେବେଳେ ନେଇକି ଆସୁଛନ୍ତି। ପୁଣି ଏଥର ରାବଣ ଆସୁଛି ଆଜ୍ଞା। ସେ ଗତ ମାନେ ବିତିଗଲା କଥା ଆଜ୍ଞା ସେଗୁଡ଼ା ଛାଡ଼ନ୍ତୁ ରିସେଣ୍ଟ କଥାଟାକୁ ଯଦି ଦେଖିବି ତ ଦେଖନ୍ତୁ ବହୁତ ବଡ଼ ବଡ଼ ଆଜ୍ଞା ମୁଭି ଆସିବା ପାଇଁ ଯାଉଛି ଦଶହରା ଉପଲକ୍ଷେ 4ରୁ 5ଟା ମୁଭି ଆଜ୍ଞା ଅଲରେଡ଼ି ଆସୁଛି। ତ ଆପଣଙ୍କର ମୁଭିଟା ଡାଏରୀଟା ଏଇ ଜଷ୍ଟ ରିସେଣ୍ଟ ମାନେ ଇଏରେ ରିଲିଜ୍ ହେଇଥିଲା ରଜରେ ରିଲିଜ୍ ହେଇଥିଲା ପୁଣି ଆଉ ଗୋଟେ ମୁଭି ନେଇକି ଆସିବାର ଦଶହରା ଆଜ୍ଞା ଆବଶ୍ୟକ କ'ଣ ଥିଲା? ଆପଣ ନିହାତି ଭାବରେ ଗୋଡ଼ ଟାଣିବା ପାଇଁ ଚେଷ୍ଟା କରୁଛନ୍ତି। ଆପଣ ନିହାତି ଭାବରେ ମାନେ କି କହିବା ଗୋଟେ ଅନ୍ୟ ଜଣଙ୍କ ଜାଗାକୁ ନେବା ପାଇଁ ଏଇଟା ଆପଣଙ୍କର ମାନେ କି କୁହାଯିବ ଗୋଟେ ଆଶା ଅଛି। ଯେଉଁ ଆଶାଟା ପାଇଁ ଆପଣ ଗତ ବିଗତ ସବୁବେଳେ ଆଜ୍ଞା ଏଇ ଟାଇପ୍ର ଷ୍ଟେପ୍ ନେଉଛନ୍ତି। ଏଥିରେ ଏଇ ଜିନିଷଟା କହିଲେ ବି ଆଜ୍ଞା କିଛି ତ୍ରୁଟି ହେବନି। ରାବଣ 5 ବର୍ଷ ୱେଟ୍ କରିକି ଆଜ୍ଞା ମୁଭିଟା ଆସିଛି। ବହୁତ କଷ୍ଟ ଆଜ୍ଞା ନିର୍ମାଣ କରୁଛନ୍ତି। ବହୁତ ଗୁଡ଼ା ଜିନିଷ ତାଙ୍କୁ ନେଇକି ଆଜ୍ଞା ମେକର୍ସ ମାନେ ଝେଲିଛନ୍ତି ଅନୁଭବ ପାଇଁ ମଧ୍ୟ ବହୁତ କଷ୍ଟ କରୁଛନ୍ତି ମୁଭିଟାକୁ ଆଣିବା ପାଇଁ ହେଲା ନା। ତାପରେ ଆସୁଛି ରାବଣ ତ ଆସୁଛି ବହୁତ ଜିନିଷ ତାର ବିପକ୍ଷରେ ହେଇଥିଲା ହେଉଛି ଆଉ ହବ ବି ମଧ୍ୟ ହେଲେ ଖାତିର ନ କରିକି ମେକର୍ସ ମାନେ ଆଣୁଛନ୍ତି ବିଗ୍ ବଜେଟ୍ ଆଜ୍ଞା ମୁଭି ରାବଣ। ତାଙ୍କ ସହିତ ଆସୁଛି ମନଷ୍ଟର ଆଇ ଲଭ୍ ୟୁ 2 ମୁଭିର ଫ୍ଲପ୍ ହିରୋ ତାଙ୍କର ନାଁ ହେଉଛି ଆଦିତ୍ୟ ମହାପାତ୍ର। ତାଙ୍କର ନୂଆ ମୁଭି ଆଜ୍ଞା ମନଷ୍ଟର ଆସୁଛି ଯାହାର ଆଉଟପୁଟ୍ କିଛି ମାତ୍ରାରେ ମୋତେ ଭଲ ଲାଗିଲା ଆଇ ଲଭ୍ ୟୁ 2 ମୁଭି ଅପେକ୍ଷା। ତାପରେ ଯଦି କଥା କହିବି ଡେଞ୍ଜର ଦେବଦାସ ଅଶ୍ୱିନ ତ୍ରିପାଠୀଙ୍କର ନୂଆ ମୁଭି ଆଗାମୀ ମୁଭି ଅମ୍ଳାନ ଦାସଙ୍କ ସହିତ ଜ୍ୟୋତି ନାୟକ ଅଛନ୍ତି। ଦୁଇ ଜଣଙ୍କର ଅଲଗା ଟାଇପ୍ର ଜମା ହେବା ପାଇଁ ଯାଉଛି ଡେଞ୍ଜର ଦେବଦାସ ମୁଭିରେ ଆଜ୍ଞା। ତ ଡେଞ୍ଜର ଦେବଦାସରେ ଯିଏ ଡାଇରେକ୍ଟର ଅଛନ୍ତି ସିଏ ମଧ୍ୟ ଅନୁଭବ ଭାଇଙ୍କର ବିଗ୍ ହାର୍ଟ ଫ୍ୟାନ୍ ଆଜ୍ଞା। ତ ସେ ଡାଇରେକ୍ସନ୍ କରୁଛନ୍ତି ଏ ମୁଭିର। ତାପରେ ଗ୍ୟାଙ୍ଗ ଓଭର ମୁଭି ନେଇକି ଆସିଛନ୍ତି ଆମର ଅର୍ଜୁନ। ତ ଦେଖନ୍ତୁ ଗୋଟେ ଏତେ ବଡ଼ ସୁପରଷ୍ଟାର ଆସୁଛନ୍ତି ତାଙ୍କର ଡ୍ରିମ୍ ପ୍ରୋଜେକ୍ଟକୁ ନେଇକି ତ ଆପଣମାନେ ତାକୁ ସହଯୋଗ କରିବା କଥା ଆଜ୍ଞା। ଆପଣମାନେ ତାକୁ ମାନେ ସାହାଯ୍ୟ କରିବା କଥା ଯେ ଏଥର ଆପଣଙ୍କର ମୁଭି ରିଲିଜ୍ କରନ୍ତୁ ଆମେ ଆପଣଙ୍କୁ ସପୋର୍ଟ କରୁଛୁ କି ଆମେ ଆପଣଙ୍କୁ ମାନେ କି କହିବ ଗୋଟେ ହେଲ୍ପ କରିବା କଥା ଆଜ୍ଞା। ଏମାନେ ତ ଲାଗି ପଡ଼ିଛନ୍ତି ଆଜ୍ଞା ଗୋଡ଼ ଟାଣିବାରେ ଲାଗି ପଡ଼ିଛନ୍ତି କେତେବେଳେ ବି ଫଙ୍କା ନାହିଁ ଆଜ୍ଞା ବୁଝିଲେ ନା। କେହି ବି ଆଜ୍ଞା ଠିକ୍ ନୁହନ୍ତି ଆମ ଇଣ୍ଡଷ୍ଟ୍ରିରେ। ଏଥିରେ ଯଦି କଥା କହିବି ଖାଲି ଦେଖାଣିଆ ହିଁ ଶୈଳୀ ଭଲ ନହେଲେ ଭିତରେ ଆଜ୍ଞା ବହୁତ ଇଗୋ ବହୁତ ଆଟିଟ୍ୟୁଡ଼ ବହୁତ କିଛି ଜିନିଷ ଅଛି ସମସ୍ତଙ୍କ ଭିତରେ ଯେଉଁ ଜିନିଷଟା ପାଇଁ ଆଜି ଇଣ୍ଡଷ୍ଟ୍ରି ଆଜ୍ଞା ବହୁତ ବଡ଼ ଗୋଟେ କ୍ଷତି ସହିବା ପାଇଁ ଯାଉଛି ଚଳିତ ବର୍ଷ ଦଶହରା ଉପଲକ୍ଷେ। କାହିଁକିନା ଦେଖନ୍ତୁ ଦଶହରାରେ ଆଜ୍ଞା ଯେତିକିଟା ମୁଭି ରିଲିଜ୍ ହେଉଛି ସେଇ ହିସାବରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଓଡ଼ିଶାରେ ଆଜ୍ଞା ସେତିକିଟା ହଲ୍ ନାହିଁ। ସେତିକିଟା ହଲ୍ ନାହିଁ ତ ସେତିକିଟା ଶୋ ଆଜ୍ଞା କେଉଁଠୁ ମିଳିବ? ସେତିକିଟା ଯଦି ଶୋ ମିଳିବନି ପ୍ରତ୍ୟେକଟି ମୁଭିକୁ ତ ବିଜନେସ୍ କେଉଁ ଭଳିଆ କରିବ ଆଜ୍ଞା? 6 କୋଟି 7 କୋଟି 5 କୋଟି ମାନେ ବଜେଟ୍ ଅଛି ରାବଣ ମୁଭିର ଆଜ୍ଞା। ତ ସିଏ ଯଦି କ୍ଷତି ସହିବ ତ ମେକର୍ସ ଅନୁଭବ ଭାଇ ଯଦି ଚାହିଁବେ କି ଆଉ ମୁଭିର ପାର୍ଟ ଆଣିବା ପାଇଁ ଆଜ୍ଞା ସମସ୍ତେ ସହଯୋଗ କରିବା କଥା ଆଜ୍ଞା। ହେଲେ ସମସ୍ତେ ଏଥିରେ ଗୋଡ଼ ଟାଣୁଛନ୍ତି କେହି କାହାକୁ ଆଜ୍ଞା କମ୍ ନ ଦେଖିବା ପାଇଁ ସମସ୍ତେ ଏବେ ମାଡ଼ି ଆସୁଛନ୍ତି। ଜାଣିପାରୁନାହାନ୍ତି ଯେ କେଉଁଟା ଠିକ୍ କେଉଁଟା ଭୁଲ ବୁଝିଲେ ନା। ଜାଣିପାରୁନାହାନ୍ତି ସେ 5 ବର୍ଷ ହେଇଗଲା ଡ୍ରିମ୍ ପ୍ରୋଜେକ୍ଟ ଆଣିବା ପାଇଁ ଅନୁଭବ ଭାଇ ବହୁତ କଷ୍ଟ ମେହନତ କଲେ ଆଜ୍ଞା। ହେଲେ ମାନେ ଦେଖନ୍ତୁ ସେ କଷ୍ଟର ଫଳ ସେ ଏବେ ମୁଭି ମାଧ୍ୟମରେ ଦେଖେଇଛନ୍ତି ତାଙ୍କର ଆଉଟପୁଟ୍ ମାଧ୍ୟମରେ। ତ ତାଙ୍କୁ ଏବେ ଅପସନ୍ ଦେବା ଦରକାର ଆଜ୍ଞା। ତାଙ୍କୁ ଏବେ ନିହାତି ଭାବରେ ପୋଟେନ୍ସିଆଲ୍ ରଖୁଛି ମୁଭି ସେଇ ହିସାବରେ ତାଙ୍କୁ ଆଜ୍ଞା ସହଯୋଗ କରିବା ଦରକାର। ହେଲେ ଏଥିରେ ଦେଖନ୍ତୁ ଅଶ୍ୱିନ ତ୍ରିପାଠୀ ଯିଏ ଅନୁଭବ ଭାଇଙ୍କର ଡାଇହାର୍ଟ ଫ୍ୟାନ୍ ହେଇକି ମଧ୍ୟ ତାଙ୍କର ନୂଆ ଆଗାମୀ ମୁଭିକୁ ସେ ନେଇକି ଆସୁଛନ୍ତି ଦଶହରାରେ। ଆଉ ଆଦିତ୍ୟ ମହାପାତ୍ରଙ୍କର କଥା ଛାଡ଼ନ୍ତୁ ତାଙ୍କର ଆସୁଛି। ତାପରେ ହେଲା ଅର୍ଦ୍ଧେନ୍ଦୁ ସେ ଟିକେ ବୁଝିଥାନ୍ତେ ମୋର ଆଶା ଥିଲା ତାଙ୍କର ମୁଭିଟାକୁ ରିଲିଜ୍ ଡେଟ୍ଟାକୁ ଆଜ୍ଞା ପୋଷ୍ଟପୋନ୍ କରିବେ ହେଲେ ଆଜ୍ଞା ସେ ପୋଷ୍ଟପୋନ୍ କରୁନାହାନ୍ତି ଆଣୁଛନ୍ତି। ତ ମେକର୍ସମାନଙ୍କୁ ମୋର ବିନମ୍ର ଅନୁରୋଧ ରହିବ ଯେ ପ୍ଲିଜ୍ ଥଣ୍ଡା ମାଇଣ୍ଡରେ ଟିକେ ଭାବନ୍ତୁ ଆପଣ ଯେତିକି ବଡ଼ ବଡ଼ ମୁଭି ନେଇକି ଆସୁଛନ୍ତି ସେତିକିଟା ହଲ୍ ଆଜ୍ଞା ଆମ ଓଡ଼ିଶାରେ ନାହିଁ କି ସେତିକିଟା ଶୋ ବି ମିଳୁନି କି ସେତିକି କଲେକ୍ସନ୍ ବି ହେଉନାହିଁ। ତ ଆମେ ଗୋଟେ ଭୁଲ ଡିସିଜନ୍ ନେଉଛୁ ଠିକ୍ ଟାଇମ୍ରେ ଠିକ୍ ଜିନିଷ ରିଲିଜ୍ କରିବା ବୋଲି ଭାବନ୍ତୁ ପ୍ଲିଜ୍ ଭାବନ୍ତୁ ନହେଲେ ବହୁତ ବଡ଼ ବିଜନେସ୍ ଆଜ୍ଞା ଆମର ହେବ। ଜଣଙ୍କ ଗୋଡ଼ ଟାଣୁ ଟାଣୁ ଆପଣଙ୍କର ବି ଗୋଡ଼ କିଏ ଟାଣୁଥିବ ସେତେବେଳେ ଆପଣ ଭାବୁଥିବେ ଯେ କିଏ ଟାଣିଲା ମୁଁ ଠିକ୍ କହୁଛି ନା ଭୁଲ କହୁଛି ପ୍ଲିଜ୍ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଭିଡ଼ିଓକୁ ଲାଇକ୍ କରନ୍ତୁ ଭିଡ଼ିଓକୁ ସେୟାର